ହଁ ପରିଚୟ ଭାଇ ମୋ ନାଁ ମୁଁ ସେଣ୍ଡପୁର ଗ୍ରାମବାସୀ। ମୋ ନାଁ ହେଉଛି ମହେନ୍ଦ୍ର କୁମାର ସାହୁ। ଆଉ ଆମେ ଏଠି ସକାଳକୁ ଆସିଥିଲୁ ଯେହେତୁ ନଦୀ ପାଣି ବନ୍ୟା ବଢ଼ୁଥିଲା, ସେଥିଲାଗି ଆମେ ଦେଖିବା ପାଇଁ ଆସିଥିଲୁ। ଆସିଲା ବେଳକୁ ଆମେ ଦେଖିଲା ବେଳକୁ କୂଳରେ ଗୋଟେ ପଥର କି କ'ଣ ଆମେ ଜାଣିଲୁନି, ଯେହେତୁ ସେ ବସ୍ତୁଟାକୁ ଧରିଲା ବେଳକୁ ଆମେ ଜାଣିଲୁ ଯେ ଯେହେତୁ ପଥର ବୋଲି। ତାକୁ ଆମେ ଧରିକି ଯେତେବେଳେ ପାଣିରେ ପକେଇଲୁ, ଦେଖିଲା ବେଳକୁ ସେ ଭାସୁଛି। ସେଥିରେ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଆମେ ଦେଖିଲୁ କି ଯେ ଭାସୁଛି କ'ଣ ଏମିତି। ତାପରେ ଲୋକମାନେ ସବୁ ଆସିଲେ, ଗହଳି ହେଲା, ଲୋକମାନେ ଦେଖିଲେ ହଁ ପଥରଟି ଭାସୁଛି। ସେଇଠୁ ଦେଖିକି ଆମେ ତାଙ୍କୁ ପୂଜା କଲୁ। ପୂଜା କରିସାରିଲା ପରେ ତାକୁ ଲୋକମାନେ ଆସିଲେ, ବହୁତ ଲୋକମାନେ ତାକୁ ବୁଡ଼େଇକି ଫେରେ ଦେଖିଲେ ନା ଭାସୁଛି ବୋଲିକି। ତାପରେ ଦେଖିକି ଏଭଳିଆ ଲୋକମାନେ ସବୁ ଆସିକି ଭିଡ଼ ଜମିଲା ଏଠି। ତାପରେ ତାକୁ ନେଇକି ମନ୍ଦିରରେ ପୂଜା ଅର୍ଚ୍ଚନା ଚାଲିଛି। ଆଉ ସେ ଯୋଉ ପଥରଟି କ'ଣ ମାନେ ତାର କିଛି ତଳି ଅଂଶ ଖାଲ କି ଏଭଳିଆ ନା ପଥରଟି ଦେଖିବା ପାଇଁ ପଥର ଟାଇପ୍ର ପୁରା ଥିଲା, କଳା ଅଂଶ ପୁରା କଳା ହେଲେ ସେ ଅଦ୍ଭୁତ ଟାଇପ୍ର ପଥର ଥିଲା। ଯେହେତୁ ତାକୁ ଆମେ ପାଣିରେ ପକେଇଲା ପରେ ସେ ଭାସିକି ଉଠୁଥାଏ, ତାପରେ ଫେର ତାକୁ ବୁଡ଼େଇ ଦେଲା ବେଳକୁ ପାଣିରେ ଫେର ସେ ଭାସୁଥାଏ। ସେ କ'ଣ ତାର ଯୋଉ ଓଜନ ପରିମାଣ ଅନୁସାରେ ପ୍ଲାବନ ଯୋଉ ଆମେ କୁହନ୍ତି ପଢନ୍ତି ଆଗରୁ, ସେ ପ୍ଲାବନ ଇଏ ଅନୁସାରେ କ'ଣ ପଥରଟା ଭାସୁଛି ବୋଲି ଆପଣ ନା ଅନୁଭବ ନା 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 କରୁଛନ୍ତି? ପ୍ଲାବନ ଅନୁସାରେ ଭାସୁନି। ତା ପଥର ଖଣ୍ଡରୁ ବି ଆମେ ଭାଙ୍ଗିକି ଗୋଟେ ପକେଇଲୁ, ସିଏ ବୁଡ଼ି ଯାଉଥାଏ। କିନ୍ତୁ ଏଇ ପଥରଟି ଭାସୁଥାଏ। ସେ ଖଣ୍ଡ ପଥରରୁ ଯୋଉଟା ପ୍ରାୟ ସାଢ଼େ ତିନି କେଜି 4 କେଜି ହବ। ତାକୁ ଆଉ କିଛି ଆପଣ କାହାକୁ ଜଣେଇଛନ୍ତି କି ପ୍ରତ୍ନତତ୍ତ୍ୱବିତ୍ କି ପଥର ନା ନା ପ୍ରକୃତରେ କ'ଣ ରହସ୍ୟ ଜାଣିବା ରହସ୍ୟ ପାଇଁ କିଛି ଚେଷ୍ଟା କରୁଛନ୍ତି? ନା ଚେଷ୍ଟା ତ ସେମିତି କରୁନି। ସମସ୍ତେ ଗ୍ରାମବାସୀ ଯାହା କହିଲେ କି ଲୋକ କହିଲେ ଉତ୍ସାହିତ ଥିଲେ। ଶୁଣିବାକୁ ମିଳିଲା ଯେ ପଥର ତଳେ ଗୋଟେ ହନୁମାନଙ୍କର ପ୍ରତିମୂର୍ତ୍ତି ଦେଖିବାକୁ ମିଳୁଛି। ହଁ ସେଟା ତ ଯେତେବେଳେ ବୁଡ଼େଇକି ଆଣି ସାରିଲା ପରେ ତା ମୁଖା ଗୋଟେ ଠାକୁରଙ୍କ ମୁଖା ଭଳିଆ ଜଣା ପଡୁଛି। ନିରୀକ୍ଷେଇ ଦେଖିଲେ ହଳଦୀ ଯୋଉ ଲାଗୁଛି ଠାକୁରଙ୍କର ମୁଖା ଭଳିଆ ଦେଖାଯାଉଛି। ମହିଳାମାନେ ପୂଜା କରୁଥିବାର ବି ଗୋଟେ ଭିଡ଼ିଓ ଭାଇରାଲ। ଆଜ୍ଞା, ବହୁତ ଲୋକ ଆସିଥିଲେ ଦେଖୁଥିଲେ ବି। ସେମାନେ ଧରିକି ନିଜେ ବି ମାନେ ଦେଖୁଥିଲେ ଯେ ବୁଡୁଛି କି ଭାସୁଛି କ'ଣ କରୁଛି, ସେ ସମସ୍ତେ ଦେଖୁଥିଲେ ଆସିକି। ରାମଙ୍କ ବନବାସ ସମୟରେ ଇଏ ଗୋଟେ ରାମଙ୍କର ଆମ ଓଡ଼ିଶା ଦେଇକି ଯିବାର ବି ପୂର୍ବରୁ ଦେଖିବାକୁ ମିଳିଥିଲା। ଏମିତି କୌଣସି ପାଦ ଚିହ୍ନ ବୋଲି ସନ୍ଦେହ କରୁନାହାନ୍ତି ରାମଙ୍କୁ? ସେଟା ଭଗବାନଙ୍କର ଇଚ୍ଛା। କ'ଣ ସେ ଭଗବାନଙ୍କର ତାଙ୍କର ଇଚ୍ଛା ଥିବ, ସେ ଏଇ ଜାଗାରେ ଆସିକି ଲାଗିଥିଲେ। ଯେ ଶିବ ମନ୍ଦିର ପାଖରେ ଆସିକି ଲାଗିଥିଲା ସେ ପଥର ଇଏଟା ଯେଟା ଭାସୁଛି। ନଦୀ କୂଳରେ ବିଭିନ୍ନ ପ୍ରକାର ମନ୍ଦିର ବି ଦେଖିବାକୁ ମିଳୁଛି। ହଁ, ଏଠି ଆମର ଶିବ ମନ୍ଦିର ଅଛି। ଏପଟେ ଆମର ମା ତାରିଣୀ ମନ୍ଦିର ଅଛନ୍ତି, ହନୁମାନ ମନ୍ଦିର ଅଛନ୍ତି। ବୈତରଣୀ କୂଳ ମାନଙ୍କରେ ବିଭିନ୍ନ ଜାଗାରେ ହଁ ବହୁତ ହଁ ହଁ ମନ୍ଦିର ବହୁତ ଦେଖିବାକୁ ମିଳେ। ମନ୍ଦିର ଅଛି। ସେ ମନ୍ଦିର କିଛି ବୁଡିକି ଆସିବାର ଅନୁଭବ ନା କରୁଛନ୍ତି ନା ପଥର ନା 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 ଭାଙ୍ଗିକି? ସେ ମନ୍ଦିର କିଛି ବୁଡିକି ଆସିନି ଏପର୍ଯ୍ୟନ୍ତ। ସେ ଆମର ସେପଟରେ ବାହାରିଥିଲେ ଶିବଲିଙ୍ଗ ଯୋଉ ପାଣିରୁ କହୁଥିଲେ। ତ ପାଣି ବର୍ତ୍ତମାନ ଅଛି, ଜଣା ପଡିନାହିଁ ଯେ ଇଏ କୋଉଠୁ ଭାଙ୍ଗିକି ଆସିଛି। ପାଣି ଖସିଲା ପରେ ଜଣା ପଡିବ ଯେ ପଥର କୋଉଠି ଆସିଛି।